नमस्कार समस्त को जय जगन्नाथ। ମୁଁ ବହୁତ ଖୁସି ଆଜି ଆମର ରେଡିଆନ୍ସ ଲାଉଞ୍ଜ ର ସେକେଣ୍ଡ ବ୍ରାଞ୍ଚ ଓପନିଂ ହେଇଛି। ଆଜି ବ୍ରାଣ୍ଡ ଆମ୍ବାସେଡର ମୁଁ ତ ବହୁତ ଖୁସି ଆଉ କଂଗ୍ରାଚୁଲେସନ କହିବି ଭାଇଙ୍କୁ ଯେ ବ୍ୟାକ୍ ଟୁ ବ୍ୟାକ୍ ଆଉ ଓଡିଶାର ଓନ୍ ବ୍ରାଣ୍ଡ ଆଉ ଏତେ ସୁନ୍ଦର ମାନେ କଣ ଯେମିତି କହିଥିଲି ମୁଁ ଷ୍ଟାଇଲ କନଫିଡେନ୍ସ ଆଉ ଟ୍ରାନ୍ସଫରମେସନ ପାଇଁ ସବୁଠୁ ଭଲ ଜାଗା ହଉଛି ରେଡିଆନ୍ସ ଲାଉଞ୍ଜ। ଆଉ ଏତେ ପ୍ରଫେସନାଲ ସ୍କିଲ୍ ଷ୍ଟାଫ ୱେଲ୍ ବିହେଭ୍ ଷ୍ଟାଫ ଆଉ ଏତେ ବଢିଆ ଇଣ୍ଟେରିୟର ଯେମିତି କି ଆଉ ମୁଁ ତ କହିବି ଏଇ ଯୋଉଠି ଆଜି ମାନେ ହଂସପାଲ ଓପନିଂ ହେଇଛି ଲୋକାଲ ଲୋକଙ୍କ ପାଇଁ ବହୁତ ଭଲ ଗୋଟେ ବଡ ନ୍ୟୁଜ। ଆଉ ସେମାନେ ଗୋଟେ ବହୁତ ବଢିଆ ସୁନ୍ଦର ମାନେ ଏକ୍ସପିରିଏନ୍ସ ବି ଏଠି କରିପାରିବେ ଆସିକି। ଆଉ ମୁଁ ସମସ୍ତଙ୍କୁ କହିବି ଆପଣ ମାନେ ଆସନ୍ତୁ ଥରେ ଥରେ ଏକ୍ସପିରିଏନ୍ସ କରିକି ଯାଆନ୍ତୁ। ଯିଏ ଆସିବେ ଆଉ ଏଠୁ ଫେରିବେନି କେବେ ବି। ନିଶ୍ଚିନ୍ତ ପାର୍ଲର ତ ଯିବାକୁ ପଡେ, ବିୟର୍ଡ ପାଇଁ ଯିବାକୁ ପଡେ, ହେୟାର ପାଇଁ ଯିବାକୁ ପଡେ, ଫେସ୍ ପାଇଁ ଯିବାକୁ ପଡେ। ଆଉ ସେଇ ପାଇଁ ମତେ ଏଇଠିକି ଆସିବାକୁ ପଡେ। କେତେ ଖର୍ଚ୍ଚ କରିବାକୁ ପଡେ? ନାଇଁ ବହୁତ ମିନିମଲ ପ୍ରାଇସ ରେ ରେଡିଆନ୍ସ ଲାଉଞ୍ଜ ସମସ୍ତଙ୍କ ପାଇଁ ମାନେ କଣ କଲି ଟ୍ରାନ୍ସଫରମେସନ ଆଣୁଛନ୍ତି। ଆଉ ତ ମୁଁ କହିବି ସମସ୍ତେ ଆସନ୍ତୁ ଆଉ ନିହାତି ଭାବରେ ନିଜର ଷ୍ଟାଇଲ କୁ ଚେଞ୍ଜ କରନ୍ତୁ ଆଉ କନଫିଡେନ୍ସ ଆଣନ୍ତୁ ସମସ୍ତେ ନିଜ ଭିତରେ। ନାଇଁ ନାଇଁ ସେଇଟା ତ କହିପାରିବିନି କାହାର କୋଉଟା ଚଏସ୍। ବେଳେ ବେଳେ ଝିଅ ମାନେ ଅଧିକା ଖର୍ଚ୍ଚ କରନ୍ତି, ବେଳେ ବେଳେ ପୁଅ ମାନେ ବି ଅଧିକା ଖର୍ଚ୍ଚ କିନ୍ତୁ କରନ୍ତି। ପୁଅମାନେ ଗୋଟେ ସେଲୁନ ହେଲେ ବି 40 ଟଙ୍କା ଚୁଟି କାଟିବେ, ସେମାନେ ତ କାଟିବେ। ନାଇଁ ଜଣେ ଜଣେ ଘରେ ବି କାଟି ଦଉଛନ୍ତି। ସମୟ ଆମକୁ କହିବ। ଏଁ? ନାଇଁ ପାର୍ଲର ଆସିବା ଦରକାର, ମାନେ ଏକ୍ସପିରିଏନ୍ସ କରିବା ଦରକାର। ଦେଖନ୍ତୁ ନିଜେ କଣ ଆମେ ସବୁ କାମ କରିପାରିବା କି? ମାନେ କଣ ସେଇ ପାଇଁ ପ୍ରଫେସନାଲ ଦରକାର ଆଉ ସେ ପ୍ରଫେସନାଲ ଏଇଠି ହିଁ ଅଛନ୍ତି। ତ ଆପଣ ନିଜେ କଲେ ଯେତିକି ବେଟର ଦେଖାଯିବ ମୁଁ ଭାବୁଛି ଏଇଠିକି ଆସିଲେ 100 times ବେଟର ଦେଖାଯିବ। 100% ବ୍ରାଣ୍ଡ ଆମ୍ବାସେଡର ମତେ ପ୍ରମୋସନ କରିବାକୁ ପଡିବ। ଆଉ ପ୍ରମୋସନ ନାହିଁ, ମୁଁ ଯୋଉଟା କହୁଛି ସତ କହୁଛି। ମୋଠୁ ସୁନ୍ଦର ଦେଖାଯିବ। ନିଶ୍ଚିତ ଭାବରେ 100%। ଭାଇ ଆପଣ ହେଲେ ଷ୍ଟାଇଲ ଆଉ ଫ୍ୟାସନ ଗୋଟେ ଆଇକନ ଆମେ ଦେଖିଛୁ। ଯେତେବେଳେ ବି କିଛି ଗୋଟେ ସେଲୁନ ଓପନିଂ ହେଲା କି ଯେକୌଣସି ଭଲ ଜିନିଷ ଦେଖିଲା ଆପଣ ହିଁ ଆସନ୍ତି। କଣ ଅଛି ଆପଣଙ୍କର ଯାଦୁ କି ଆପଣ ପ୍ରଥମ ବ୍ରାଞ୍ଚ ଓପନିଂ ହେଲା ଜଷ୍ଟ କିଛି ଦିନ ଭିତରେ ସେକେଣ୍ଡ ବ୍ରାଞ୍ଚ ଆମେ ବି ଶୁଣୁଥିଲୁ କି ଥାର୍ଡ ବ୍ରାଞ୍ଚ ବି ଓପନ ହବାର ଅଛି। ଆକ୍ଚୁଆଲି ମାନେ ମୁଁ ଚାହିଁବି ମୁଁ ଯୋଉମାନଙ୍କ ସହିତ ମୁଁ ଆସୋସିଏଟ ହଉଛି ସେମାନେ ନିଶ୍ଚିନ୍ତ ମୋ ପାଇଁ ଲକି। ମୁଁ ମେ ବି ରେଡିଆନ୍ସ ଲାଉଞ୍ଜ ଏତେ ଭଲ ବ୍ରାଣ୍ଡ ମୁଁ ତାଙ୍କ ସହିତ ଆସୋସିଏଟ ହେଇଛି। ତ ତାଙ୍କର ପରକୁ ଗୋଟେ ମାନେ ଗୋଟେ ଭଲ ଜାଗାରେ ମୁଁ ଅଛି ଯିଏ ପରକୁ ଗ୍ରୋଥ ମାନେ ଯାଙ୍କର ଗ୍ରୋଥ ହଉଛି ଆଉ ଲୋକମାନଙ୍କୁ ଭଲ ପାଇବା ମିଳୁଛି। ତ ନାଇଁ ମୁଁ ତାଙ୍କ ମାନେ ସିଏ ମୋ ପାଇଁ ଲକି ଯେ ମୁଁ ଗୋଟେ ଭଲ ବ୍ରାଣ୍ଡ ସହିତ ଆସି ମିଶି ଯାଇଛି।